ଭାବ ଭକ୍ତିରେ ବନ୍ଧା ସେ କଳା ଠାକୁର। କେବଳ ଭାବ ଆଉ ଭକ୍ତି ଥିଲେ ସେ ତମ କଥା ସବୁବେଳେ ଶୁଣିବେ। ବହୁତ ସୁନ୍ଦର କଥାଟେ କହୁଛି। ବୃନ୍ଦାବନରେ ଜଣେ ଲୋକ, ତା ନାଁ ହେଉଛି କୃଷ୍ଣ ଦାସ। କୃଷ୍ଣ ଦାସ ନାଁ ହେଲା କିପରି ନା, ସବୁବେଳେ ସେ କୃଷ୍ଣ 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 ଜପ କରେ। ଲୋକମାନେ ତାଙ୍କୁ କୃଷ୍ଣ ଦାସ ବୋଲି ଡାକିଲେ। ବହୁତ ଭଲ ପାଉଥିଲା ସେ ଶ୍ରୀକୃଷ୍ଣଙ୍କୁ। ସେ ଶୁଣିଥିଲା ଯେ 12 ବର୍ଷ ଯେଉଁ କାମ କରିବ ତମର ବହୁତ ସଫଳ ହେବ, ଲଗାତାର କରିବ। ତେଣୁ ସେ ଠାକୁରଙ୍କ ପାଖରେ ଯାଇ କହିଲା, ମୁଁ ତୁମକୁ 12 ବର୍ଷ କାଳ ମାଳ ପିନ୍ଧେଇବି, କିନ୍ତୁ 13 ବର୍ଷ ବେଳକୁ ଆପଣ ମୋ ପାଖକୁ ନିଜେ ଯାଇ ମାଳ ପିନ୍ଧିବେ। ସେ ଏମିତି ଏକ ଦିନ ନାହିଁ ଯେଉଁଦିନ ମାଳ ପିନ୍ଧିବା ଛାଡ଼ି ଦେଇଛି। ସେ ନନ୍ଦଘର ଯାଏ, ପ୍ରତ୍ୟେକ ଦିନ ଭଗବାନଙ୍କୁ ମାଳ ପିନ୍ଧାଏ, ଆସେ। ସେଇଦିନ ଏମିତି ଆଜି ଦେଖ ବର୍ଷେ ପୁରିଗଲା, ଆଉ ରହିଲା 11 ବର୍ଷ, ଏମିତି ଏମିତି ଗଣି ଗଣି 12 ବର୍ଷ ହେଇଗଲା। ଯେଉଁଦିନ 12 ବର୍ଷ ହେଇଗଲା ସେଦିନ ସେ ଠାକୁରଙ୍କୁ ମାଳ ପିନ୍ଧେଇ କହିକି ଆସିଲା, କାଲି 13 ବର୍ଷ ମାନେ 12 ବର୍ଷ ପୁରିଗଲା, କାଲି ତମେ ଯିବ ମୋ ପାଖକୁ ନିଜେ ମାଳ ପିନ୍ଧିବ, ଆସିବ। ସକାଳୁ ସକାଳୁ କୃଷ୍ଣ ଦାସ ତାର ଘର ଦ୍ୱାର ଲିପା ପୋଛା କରି ବହୁତ ସୁନ୍ଦର ଭାବରେ ସଜେଇଲା। ନିଜେ ବହୁତ ସୁନ୍ଦର ମାଳଟିଏ ଗୁନ୍ଥିଲା, ଆଉ 56 ଭୋଗ ତିଆରି କଲା। ଚୁପଚାପ ବସି ରହିଲା, କେତେବେଳେ ଭଗବାନ ଆସିବେ। ସକାଳ ସରିଲା, ଆସିଗଲା ଦ୍ୱିପହର। କହିଲା ବୋଧେ ବହୁତ କାମରେ ବ୍ୟସ୍ତ ଅଛନ୍ତି, ଜଗତ ଯାକର ସେ କଥା ଶୁଣୁଛନ୍ତି, ତେଣୁ ସମସ୍ତଙ୍କ କଥା ବୁଝି ସାରିଲା ପରେ ଆସିବେ। ଏମିତି ସନ୍ଧ୍ୟା ହେଇଗଲାଣି, ଆସି ଗୋଧୂଳି ସମୟ ହେଲାଣି, ଆଉ ସେ ଭଗବାନ ଆସୁନାହାନ୍ତି। ଇଏ ଅପେକ୍ଷା କରି କରି ଉପାସ ରହି ରହି ବିରକ୍ତ ହେଇଗଲାଣି। ଲାଷ୍ଟକୁ କ'ଣ କଲା ନା, ସିଧା ମାଳକୁ ତାଙ୍କର ଗୋଟେ ବଡ଼ ବ୍ୟାଗ୍ରେ ପୁରେଇଲା, ଝୁଲାରେ, ଆଉ ସବୁଯାକ ଖାଇବା 56 ଭୋଗ ଯେଉଁ ତିଆରି କରିଥିଲା ଖାଇବା ଭର୍ତ୍ତିଗଲା, ଚାଲିଲା। କହିଲା ଆଜିଠାରୁ ଏ ନନ୍ଦଗ୍ରାମ ଛାଡ଼ିଦେବି, ବର୍ଷାନା ପଳେଇବି। ଏମିତି ରାଗରେ ଯାଉଛି, ଦେଖିଲା ବହୁତ ଜୋରରେ ଧୂଳି ଉଡ଼େଇ ବଡ଼ ମାନେ ଯେଉଁ ଗାଈ ପଲଟା ଆସୁଛି। ସେ ଟିକେ ଛିଡ଼ା ହେଇଗଲା। ତାପରେ ପୁଣି ସେ ଯେତେବେଳେ ଗାଈ ପଲ ଚାଲୁଛନ୍ତି, ସେ କଡ଼କଡ଼େ ଚାଲିଲା। ପଛରେ ଗୋଟେ ବହୁତ ଛୋଟ ସୁନ୍ଦର ବାଳକ ଡାକୁଛି, ଓ ବାବା ରୁହ ରୁହ। ସେଠୁ ଇଏ ଅନେଇଲେ, ଗୋଟେ ଛୋଟ ପିଲାଟେ ଆସୁଛି, ବହୁତ ସୁନ୍ଦର ଦେଖିବା ପାଇଁକା। ରହିଗଲେ, କହିଲେ କ'ଣ ହେଲା ନା, କୁଆଡ଼େ ଯାଉଛନ୍ତି? ଏଡ଼େ ବଡ଼ ଗାଈ ପଲ ଯାଉଛି, ଆପଣଙ୍କ କେଉଁଠି ବାଜିଯିବ, ଖଣ୍ଡିଆ ଖାବରା ହେଇଯିବେ, ରୁହନ୍ତୁ, ମୁଁ ପଛରେ ଯାଉଛି, ଗାଈ ପଲ ଯାଇସାରନ୍ତୁ, ତମେ ଯିବ। ସେ କହୁଛି ଏଡ଼େ ବଡ଼ ଗାଈ ପଲ କାହାର? ନା ଇଏ ପା ନନ୍ଦ ବାବାଙ୍କର। ନା ଶୁଣ, ସେ ନନ୍ଦ ବାବାଙ୍କର ଯେଉଁ ପୁଅ, ତା କଥା ଛାଡ଼, ସେ ଗୋଟେ ମୂର୍ତ୍ତି, ସେ ପ୍ରକୃତରେ ପିଲା ନୁହେଁ। ମୁଁ 12 ବର୍ଷ କାଳ ମାଳ ଦେଇକି କହିକି ଆସିଥିଲି, ଯେଉଁଦିନ 12 ବର୍ଷ ପୂରିଯିବ ତା ପରଦିନ ତମେ ଯିବ ମୋ ପାଖକୁ ମାଳ ପିନ୍ଧିବାକୁ, ଏଇ ଆସିଲେନି। ଆଉ ସିଏ କିଭଳିଆ ପିଲା, କ'ଣ ସେ ଗାଈ ପଲ? ସେ ବହୁତ ବିରକ୍ତ ହେଇ କୃଷ୍ଣ ବାବା କହିଲେ। ସେ କହିଲେ ରୁହ ଶୁଣ, ସେ ଗାଈ ପଲ ଯାଇସାରନ୍ତୁ, ତମେ ଯିବ। ସେଇଠୁ ତାଙ୍କୁ ରଖିଲେ। ଗାଈ ପଲ ଯେମିତି ଯାଇସାରିଲେ, ସେ କହିଲେ ବାବା ଆଉ ତମେ କେଉଁଠିକି ଯାଉଛ? ନା ମୁଁ ଯାଉଛି ଏ ନନ୍ଦଗ୍ରାମ ଛାଡ଼ିଦେବି, ମୁଁ ଯାଉଛି ବର୍ଷାନା ନାଁ ଶୁଣିକିରି ଆଉ ଶ୍ରୀକୃଷ୍ଣଙ୍କର ପିଳେଇ ପାଣି, କାରଣ ସରକାର ହେଉଛନ୍ତି ରାଧାରାଣୀ। ତାପରେ କ'ଣ ହେଲା, ସେ କହିଲେ ମହମ ବାସୁଛି, ଆପଣଙ୍କ ଝୁଲାରେ କ'ଣ ଅଛି କି? ନା ତମର ସେଥିରୁ କ'ଣ ଜାଣିବାର ଅଛି? ନା କୁହ ସେଥିରେ କ'ଣ ଅଛି? ନା ମୋତେ ବହୁତ ଭୋକ ହେଉଛି, କ'ଣ ରଖିଛ ବୋଧେ ଖାଦ୍ୟ ଜିନିଷ? କହିଲା ହଁ, ମୁଁ କରିଥିଲି ଖାଇବାକୁ, ସେ ଆସିଲାନି, ତେଣୁ ସେଥିପାଇଁ ମୁଁ ମୋର ନେଉଛି, ତାକୁ ନେଇ ଫୋପାଡ଼ି ଦେବି, କ'ଣ କରିବି ଆଉ। କହିଲା ନାଇଁ ଦିଅ, ମୋତେ ଭୋକ ହେଲାଣି। ସେଠୁ ଏ ବାଳକର କଥା ଶୁଣି, ଛୋଟିଆ ବାଳକ, ବହୁତ ସୁନ୍ଦର ବଡ଼ ବଡ଼ ଆଖି, ଆଉ କୁଞ୍ଚକୁଞ୍ଚିଆ ଚୁଟି, ହାତରେ ଗୋଟେ ବଇଁଶୀ ଧରିଛନ୍ତି। କହିଲା ହଉ ବସ। ବସିକି କହିଲା ହାତରେ ନିଅ, ଖାଅ। ନା ଦେଖ ମୋ ହାତ ସାରା ଗୋବର, ମୁଁ କେମିତି ଖାଇବି, ମୋତେ ଟିକେ ଖୁଆଇ ଦେଉନ। ସେଠୁ ଇଏ କୃଷ୍ଣଦାସ ତାଙ୍କୁ ଖୁଆଇ ଦେଲେ। ଗୋଟେ ଥର ତାଙ୍କୁ ଖୁଆଉଛନ୍ତି, କହିଲା ତୁମେ ବି ତ ଖାଇ ନଥିବ, ତୁମେ ବି ଥରେ ଖାଅ। ସେ ଥରେ ଖୁଆଇ ଦେଉଛନ୍ତି, ଥରେ ଖାଇ ଦେଉଛନ୍ତି। ଏମିତି ହିଁ ଖାଇବା ସରିଲା। କହିଲା ଏତେ ବଢ଼ିଆ ଖାଇବା ହେଇଥିଲା ଆଜି? ନା ହଁ ପରା, ମୁଁ ତା ପାଇଁ କରିଥିଲି, ସେ ଆସିଲାନି, ସେଥିପାଇଁ ରାଗରେ ପଳେଇ ଯାଉଛି ଆଉ। ନା ତାପରେ ଦେଖିଲେ କୃଷ୍ଣଦାସ ଦେଖିଲେ ଯେ ବାଳକର ଆଖି ପୁରା ନାଲି ହେଇଗଲାଣି, କାନ୍ଦୁଛନ୍ତି। କହିଲା କାହିଁ କାନ୍ଦୁଛୁ? ଖାଇବାକୁ କହିଲୁ, ଖାଇବାକୁ ଦେଲି, ପୁଣି କାହିଁ କାନ୍ଦୁଛୁ? ନା ତା ଭିତରେ ଯେଉଁ ମାଳଟା ଅଛି, ମୋତେ ସେ ମାଳଟା ଲଗେଇ ଦିଅ। ଇଏ ଚକିତ ହେଇଗଲେ, ମାଳ? ଇଏ କେମିତି ଜାଣିଲା ମୋ ବ୍ୟାଗ୍ରେ ମାଳ ଅଛି, ମୋ ଝୁଲାରେ ମାଳ ଅଛି ବୋଲି? କହିଲା କିଏ ପ୍ରକୃତରେ ତୁମେ କୁହ, ତମେ କେମିତି ଜାଣିଲ ମୋ ଭିତରେ ମାଳ ଅଛି ବୋଲି? ନା ମୁଁ ସେତେବେଳେ ଶ୍ରୀକୃଷ୍ଣ ନିଜେ ତାଙ୍କର ଅବତାର ଗ୍ରହଣ କରିଛନ୍ତି। ପୁରା ମୟୂର ଚୂଳ, କୃଷ୍ଣ ଆଉ ଧରିଛନ୍ତି, ବଇଁଶୀ ଧରିଛନ୍ତି। ଦେଖିକି ପୁରା ଆଶ୍ଚର୍ଯ୍ୟ ହେଇଗଲା, ପୁରା କାନ୍ଦି ପକାଇଲା ଭୋ ଭୋଇ। କହିଲା ପ୍ରଭୁ ତମେ? ନା ଆଉ ମୁଁ କ'ଣ କରିବି, ମୁଁ ପୁରା ଦିନ ସାରା ଖାଇନି, ମୁଁ ଅପେକ୍ଷା କରୁଥିଲି ଯେତେବେଳେ ମୋତେ ମାଳ ପିନ୍ଧେଇ ଦିଅ ବାବା, ତମେ ମୋତେ ଲାଗେ ତମେ ମୋତେ ଆଲିଙ୍ଗନ କର। ଆଜି ଦିନ ସାରା ମୋତେ ସକାଳୁ ଭଲ ଲାଗୁନି, ମୋତେ ମାଳ ପିନ୍ଧେଇନ,
ଆଉ ଯେତେ ପ୍ରକାର ଖାଇବା ହେଇଛି ମୁଁ କିଛି ଖାଇନି, ମୁଁ ବି ଭୋକରେ ରହିଥିଲି। ଆଉ ଏଇନେ ମୋତେ ମାଳ ପିନ୍ଧିଥିଲ, ମୋତେ ଯେମିତି ଲାଗିଲା ତ ମୋତେ ଆଲିଙ୍ଗନ କରିଦେଲ। ବହୁତ ଖୁସି ହେଇଗଲା। କହିଲା ହଉ ତାହେଲେ ନା, ମୁଁ ତାହେଲେ ଯାଉଛି ବର୍ଷା ନା, ଆଉ ଯିବି ଟିକେ ରାଧାରାଣୀକି ଦେଖିକି ଆସିବି ଆଉ। ଇଏ ଚାଲିଲେ ଆଗେ ଆଗେ, ପଛେ ପଛେ କୃଷ୍ଣ। ପଛକୁ ଅନେଇଲେ ଆଉ କୃଷ୍ଣଙ୍କ ଭିତରେ ରାଧା, ରାଧାଙ୍କ ଭିତରେ କୃଷ୍ଣ। କହିଲା ମୁଁ ରାଧେ ରାଧେ, ତୁମେ ହିଁ ମୋ ଭଗବାନ କୃଷ୍ଣ, ତୁମେ ହିଁ ରାଧା, ଆଉ ମୁଁ କେଉଁଠିକି ଯିବି, ତମ ପାଦ ତଳେ ଶରଣ ନେଲି। ତେଣୁ ଭଲ ପାଇବାଟା ଯଦି ସରଳତା ଆଉ ଭକ୍ତି ବିଶ୍ୱାସ ଥିବ, ତୁମେ ଭଗବାନଙ୍କୁ ନିଶ୍ଚିନ୍ତ ପାଇବ। ବେଳେବେଳେ ଆମେ ଭାବୁ ଏତେ ବଡ଼ ବଡ଼ କଷ୍ଟ ହେଉଛି, ଭଗବାନ ଆମ କଥା ଶୁଣୁନାହାନ୍ତି। ନାଇଁ, ଶୁଣୁଛନ୍ତି, କିନ୍ତୁ ଆମକୁ କିଛି ଭୋଗିବାକୁ ଥାଏ, ପ୍ରାରବ୍ଧ ଭୋଗିବାକୁ ଥାଏ। ପୂର୍ବଜନ୍ମରେ ଆମେ ଯଦି କିଛି କରିଥାଉ, ତା'ର କିଛି ଯଦି ଅଂଶ ରହିଯାଇଥାଏ, ଆମକୁ ଭୋଗିବାକୁ ପଡ଼େ। ଆଉ ଯଦି ଆମେ ଭଗବାନଙ୍କୁ ବିଶ୍ୱାସ କରିଥାଉ, ତାଙ୍କ ପାଦ ତଳେ ଆମେ ଆଶ୍ରୟ ନେଇଥିବା, ନିଶ୍ଚିନ୍ତ କେତେ ବଡ଼ ବଡ଼ ଦୁଃଖରୁ ବି ରକ୍ଷା ପାଇଯିବ। କିନ୍ତୁ ଭଗବାନଙ୍କ ନାମ ଧରିଥିଲେ ଦୁଃଖରୁ ରକ୍ଷା ପାଇଯିବ, ଆଉ କିଛି ଅସୁବିଧା ହେବନି। ତେଣୁ ସବୁବେଳେ ଯେତେବେଳେ ବି ଆପଣ ଖାଲି ବସୁଛନ୍ତି, କେତେବେଳେ ଯାହା ବି କରୁଛନ୍ତି, ଅନ୍ତରାତ୍ମାରେ ଭଗବାନଙ୍କୁ ସ୍ମରଣ କରନ୍ତୁ। ଦେଖିବେ ଆପଣ ତାଙ୍କର ନିଶ୍ଚିନ୍ତ କିଛି ହିଁ ଭଲ ପାଇପାରିବେ। ଆଉ ସବୁବେଳେ ବିଶ୍ୱାସ ରହିବା ଦରକାର, ଭଲ ପାଇବା ରହିବା ଦରକାର। ଆଉ ସମସ୍ତଙ୍କ ପ୍ରତି ଭକ୍ତିଭାବ, ସମସ୍ତଙ୍କ ପ୍ରତି ସ୍ନେହ ଭାବ, ଆଉ ଗୁରୁଜନମାନଙ୍କ ପ୍ରତି ଶ୍ରଦ୍ଧା, ଲଘୁଜନମାନଙ୍କ ସ୍ନେହ, ଏସବୁ ରହିବା ଦରକାର। ଆଉ ସମସ୍ତଙ୍କର ମଙ୍ଗଳ ଚାହିଁଲେ ଆପଣ ନିଶ୍ଚିନ୍ତ ମଙ୍ଗଳରେ ରହିବେ। ରହୁଛି। ଆଉ ଯଦି ଆପଣ ୟୁଟ୍ୟୁବରେ ଦେଖୁଥିବେ ତାହେଲେ ଲାଇକ୍ ସେୟାର କରିଦେବେ, ଆଉ ନୂଆ କରି ଦେଖିଲେ ସବସ୍କ୍ରାଇବ୍ କରିଦେବେ, ଆଉ ଫେସବୁକରେ ଦେଖୁଥିଲେ ଫଲୋ ତ ନିଶ୍ଚୟ କରିବେ। ରହୁଛି। ଜୟ ଜଗନ୍ନାଥ।